ଜଗନ୍ନାଥ। ବୃଷ ରାଶି ଆଲୋଚନା କରିବା ମାର୍ଚ୍ଚ ମାସରେ ବୃଷ ରାଶିର କେମିତି ରହିବ ଜୀବନର ମୋଡ଼, କେମିତି ରହିବ ଆର୍ଥିକ କ୍ଷମତା, ସ୍ୱାସ୍ଥ୍ୟର କ୍ଷମତା। ପ୍ରଥମତଃ ଆଲୋଚନା କରିବା ଏଇ ଯେଉଁ ମାର୍ଚ୍ଚ ମାସରେ ବୃଷ ରାଶିର ଗୋଚର କୁଣ୍ଡଳୀ ବିଷୟରେ। ଆମେ ଦେଖନ୍ତୁ, ଆପଣ ସେକେଣ୍ଡ ହାଉସ୍ରେ ଆପଣଙ୍କର ବୃହସ୍ପତି ରହିଲେ, ଚତୁର୍ଥ ହାଉସ୍ରେ ଚନ୍ଦ୍ରକେତୁ, ଦଶମ ହାଉସ୍ କର୍ମର ଭାବ, କର୍ମର ଭାବରେ ସୂର୍ଯ୍ୟ ରହିଲେ, ରାହୁ ରହିଲେ, ଶୁକ୍ର ରହିଲେ, ବୁଧ ରହିଲେ, ମଙ୍ଗଳ ରହିଲେ, ଏକାଦଶ ଭାବରେ ଇଚ୍ଛା ପୂର୍ତ୍ତିର ଭାବରେ ଶନିଦେବ ରହିଲେ। ପ୍ରଥମତଃ ଯଦି ଆମେ ସ୍ୱାସ୍ଥ୍ୟର କଥା ଆଲୋଚନା କରିବା, ଏଇ ଯେଉଁ ମାର୍ଚ୍ଚ ମାସରେ ସ୍ୱାସ୍ଥ୍ୟଗତ ସମସ୍ୟା ଆପଣମାନଙ୍କର ଏତେଟା ନ ରହିଲେ ମଧ୍ୟ ଆପଣଙ୍କର ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା ନିଶ୍ଚିତ ଭାବେ ଖରାପ ରହିବ। ମାଆଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ସହିତ ଆପଣଙ୍କ ମାଆ ଯେମିତି ଆପଣଙ୍କଠୁ ଡିଟାଚମେଣ୍ଟ, ଅର୍ଥାତ୍ ଗୋଟେ ମାଆଙ୍କ ସାଥିରେ ଗୋଟେ ଯେଉଁ ସମ୍ବନ୍ଧ, ସେଇଟା ଏକ ଭିନ୍ନ ରୂପ ନେବ। ନିଶ୍ଚିତ ଭାବରେ ବୃଷ ରାଶି ଆପଣଙ୍କ ମାଆଙ୍କର ସ୍ୱାସ୍ଥ୍ୟ କଥା ଏବଂ ମାଆଙ୍କର କ'ଣ ଅସୁବିଧା ହେଉଛି ମାର୍ଚ୍ଚ ମାସରେ ଆପଣମାନଙ୍କୁ ଏଇଟା ନିଶ୍ଚିତ ଭାବରେ ଆପଣମାନଙ୍କୁ ଅନେକ ପରିଣାମ ଦେବ, ଅନେକ ପରିମାଣରେ ମଧ୍ୟ ଚିନ୍ତାଗ୍ରସ୍ତ କରାଇବ ଆପଣମାନଙ୍କୁ। ସ୍ୱାସ୍ଥ୍ୟ କଥା ଆମେ ଯଦି ଦେଖିବା, ଆପଣଙ୍କ ମାଆଙ୍କର ଏତେଟା ଭଲ ନ ରହିଲେ ଆପଣଙ୍କର ହେଲେ ଠିକ୍ଠାକ୍ ରହୁଛି। ଏବେ ଆମେ ପରିବାର କଥା ଆଲୋଚନା କରିବା। ପରିବାରରେ ବିଶୃଙ୍ଖଳାର ଯୁଗ ଅଛି, ପରିବାରରେ ଅଶାନ୍ତର ଯୁଗ ଅଛି। ମାଆଙ୍କୁ ନେଇକି ହିଁ ପରିବାରରେ କିଛି ନା କିଛି କଥାବାର୍ତ୍ତା, କଟୁ କଥା, କିଛି ନା କିଛି ପ୍ରୋବ୍ଲେମ୍ ଗୋଟେ ରହିବ ଆପଣଙ୍କର। ଚନ୍ଦ୍ର ଆଉ କେତୁ ବସିଲେ ପରିବାର ଘରେ ନିଶ୍ଚିତ ଭାବରେ ଗ୍ରହଣ ଯୋଗ ଲାଗିଲା। ତତ୍ ସହିତ ଆପଣମାନଙ୍କୁ ମୁଁ ଅନ୍ୟ ଏକ ଜିନିଷ ମଧ୍ୟ ଦେଖାଉଛି। ସୂର୍ଯ୍ୟଙ୍କର ରାଶିରେ ଯେତେବେଳେ ଚନ୍ଦ୍ର ରୁହନ୍ତି ବହୁତ ଷ୍ଟ୍ରଙ୍ଗ ହେଇକି ବସନ୍ତି। ସେହି ସୂର୍ଯ୍ୟଙ୍କର ରାଶିରେ କିନ୍ତୁ କେତୁ, ଯେହେତୁ କେତୁ ଅଛନ୍ତି, ଚନ୍ଦ୍ରକୁ ଗ୍ରାସ କରିଛନ୍ତି ସେଇଠି, ତ ନିଶ୍ଚିତ ଭାବରେ ପରିବାର ଜନିତ ପ୍ରୋବ୍ଲେମ୍ ଆପଣମାନଙ୍କର ଲାଗି ରହିବ। ସନ୍ତାନ କଥା ଯଦି ଆମେ ଆଲୋଚନା କରିବା, ସନ୍ତାନମାନେ ଜ୍ଞାନୀ, ଯେଉଁ ସନ୍ତାନମାନେ ପାଠ ପଢ଼ୁନଥିଲେ କିମ୍ବା ଯେଉଁ ସନ୍ତାନମାନେ ବଦମାସି କରୁଥିଲେ, ଦୁଷ୍ଟ ହେଉଥିଲେ, ସେମାନଙ୍କ ପାଇଁ ଅତ୍ୟନ୍ତ ଭଲ ସମୟ ଆସୁଛି। ଯେହେତୁ ବୁଧଙ୍କର ରାଶି ସନ୍ତାନ ଭାବରେ, ବୁଧଙ୍କର ରାଶି ଶୁକ୍ରଙ୍କର ଏଇଟା ହେଉଛି ବୃଷ ରାଶି, ତ ବୃଷ ରାଶିରେ ବୁଧ ବହୁତ ବଢ଼ିଆ ଫଳ ଦିଅନ୍ତି। ଯେହେତୁ ବୁଧ ସୂର୍ଯ୍ୟ ଏବଂ ରାହୁ, ଶୁକ୍ର, ମଙ୍ଗଳ ସହିତ ଅଛନ୍ତି, କିଛି ନା କିଛି ପ୍ରୋବ୍ଲେମ୍ ଦେଇପାରନ୍ତି। ପିଲା ଛୋଟ ମୋଟ କଥାରେ ରାଗିପାରେ, ବଦମାସି କରିପାରେ, କିନ୍ତୁ ବହୁତ ବଢ଼ିଆ ମନ ଦେଇକି ପାଠ ପଢ଼ିବ, ଏଇଟା ଦେଖାଯାଉଛି। ଏବଂ ଅନ୍ୟ ଏକ କଥା ମଧ୍ୟ ଦେଖାଯାଉଛି, ଆପଣମାନଙ୍କର ସ୍ୱାମୀ ସ୍ତ୍ରୀ ରିଲେସନ୍ ଯେଉଁ କଥା କହିବା, ପ୍ରେମୀ ପ୍ରେମିକାଙ୍କ କଥା କହିବା, ଯଦି ଆମେ ଏଇଠି ଆପଣଙ୍କର ନିଶ୍ଚିତ ଭାବରେ ଶୁକ୍ରଙ୍କ ସାଥିରେ ରାହୁ, ମଙ୍ଗଳ ମଧ୍ୟ ରହିଲେ ଅଶାନ୍ତର ବାତାବରଣ ଦେଖାଯାଉଛି ସ୍ୱାମୀ ସ୍ତ୍ରୀଙ୍କ କ୍ଷେତ୍ରରେ, ପତି ପତ୍ନୀଙ୍କ କ୍ଷେତ୍ରରେ। ମାର୍ଚ୍ଚ ମାସରେ ଆପଣମାନେ ଦେଖିବେ ଯେଉଁମାନେ ପ୍ରେମ କରୁଛନ୍ତି ତାଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଭୁଲ ବୁଝାମଣା, ମିସ୍ଅଣ୍ଡରଷ୍ଟାଣ୍ଡିଂ ସହିତ ତାଙ୍କ ମଧ୍ୟରେ ଗୋଟେ କନଫ୍ୟୁଜନ୍ ଏବଂ ତାଙ୍କ ମଧ୍ୟରେ ଗୋଟେ କିଛି ନା କିଛି ପ୍ରୋବ୍ଲେମ୍ ଏମିତି ସୃଷ୍ଟି ହେବ, ଯେଉଁଟା ତାକୁ କମ୍ପ୍ଲିଟଲି ମାର୍ଚ୍ଚ ମାସ ସାରା ହିଁ ତାଙ୍କୁ ପ୍ରୋବ୍ଲେମ୍ରେ ପକାଇବ। ଅର୍ଥାତ୍ ତାଙ୍କ ଭିତରେ ଗୋଟେ ଅନୁବନ୍ଧ, ଅର୍ଥାତ୍ ତାଙ୍କ ମଧ୍ୟରେ ଗୋଟେ ମିସ୍ଅଣ୍ଡରଷ୍ଟାଣ୍ଡିଂ ରହିବ। ଆମେ ଯଦି ଗଭର୍ଣ୍ଣମେଣ୍ଟ ଜବ୍, ସରକାରୀ ଚାକିରି, ଆର୍ମି, ପୋଲିସ କିମ୍ବା କୌଣସି ପ୍ରକାର ସରକାରୀ ଜନିତ ଚାକିରି କହିବା, ତ ଏଇଟା ଏଇ ଯେଉଁ ଟାଇମ୍ଟା ଗୋଟେ ସୁବର୍ଣ୍ଣ ସୁଯୋଗ। ଆପଣଙ୍କର ରାଶି ସ୍ୱାମୀ ଶୁକ୍ର କର୍ମ ଘରେ ବସିଲେ ଗୋଟେ ସମ୍ବାଦ ବନେଇଛନ୍ତି, ସିଏ
ସୂର୍ଯ୍ୟ ମଙ୍ଗଳ ବୁଧ ରାହୁ ଚାକିରି ରାହୁ ଷ୍ଟ୍ରଙ୍ଗ ହେଇକି ବସିଛନ୍ତି। କିଞ୍ଚିତ ମାତ୍ରାରେ ଆପଣଙ୍କର ଇଚ୍ଛା ପୂର୍ତ୍ତି ସମୟ ଲାଗିପାରେ, କିନ୍ତୁ ନିଶ୍ଚିତ ଭାବରେ ଆପଣମାନଙ୍କର ଗଭର୍ଣ୍ଣମେଣ୍ଟ ଚାକିରି ହେଉ, ବ୍ୟବସାୟ କ୍ଷେତ୍ରରେ, ଆଇ ଟି ସେକ୍ଟର କ୍ଷେତ୍ରରେ ବହୁତ ବଢ଼ିଆ ଟାଇମ୍ ଏଇଟା ଆପଣମାନଙ୍କର। ଏପଟେ ବୃହସ୍ପତିଙ୍କର ନବମ ଦୃଷ୍ଟି ମଧ୍ୟ ପଡ଼ୁଛି। ତ ଦେଖନ୍ତୁ ଆପଣମାନଙ୍କର କର୍ମକ୍ଷେତ୍ର ପାଇଁ ଏଇଟା ବହୁତ ବଢ଼ିଆ ସମୟ। ଆର୍ଥିକ କ୍ଷେତ୍ର ପାଇଁ ଆମେ ଦେଖିବା ସେକେଣ୍ଡ ହାଉସ୍ରେ ଆପଣଙ୍କର କିଏ ରହିଲେ, ବୃହସ୍ପତି ଯଦି ଆପଣଙ୍କର ସେକେଣ୍ଡ ହାଉସ୍ରେ ରହିଲେ ବହୁତ ହି ବଢ଼ିଆ। ବୁଧଙ୍କର ରାଶିରେ ବୁଧ ଏପଟେ କର୍ମଘର ମଧ୍ୟ ରହିଛି, ତ ଆପଣଙ୍କର ଆର୍ଥିକ କ୍ଷେତ୍ର ପାଇଁ ମଧ୍ୟ ବହୁତ ବଢ଼ିଆ। ବୃଷ ରାଶି ପାଇଁ ଶୁକ୍ରାଚାର୍ଯ୍ୟ ଶୁକ୍ର ଦେବ ରାଶି ନିଶ୍ଚିତ ଭାବରେ ତାଙ୍କ ପାଇଁ ଏଇଟା ଗୋଟେ ବହୁତ ବଢ଼ିଆ ସମୟ, ସୁବର୍ଣ୍ଣ ସୁଯୋଗ। ଚାକିରି କ୍ଷେତ୍ରରେ ଆପଣମାନେ ଚେଷ୍ଟା କରନ୍ତୁ, ନିଶ୍ଚିତ ଭାବରେ ଆପଣମାନଙ୍କର ଏଇ ଯେଉଁ ସମୟ ଆସିଛି ଏଇଟା ଆପଣମାନଙ୍କର ସମୟ। ହଁ, ଆପଣମାନେ ନିଜର କୁଣ୍ଡଲି ଆକ୍ୟୁରେଟ୍ ପ୍ରେଡିକ୍ସନ୍ ଜାଣିବା ପାଇଁ ଏଇଟା ତମେ ଗୋଚର କୁଣ୍ଡଲି କଥା କହୁଛି, ନିଶ୍ଚିତ ଭାବରେ କଣ୍ଟାକ୍ଟ କରନ୍ତୁ। ଏବଂ ଆପଣମାନେ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ଶୁକ୍ରଙ୍କର ବୀଜ ମନ୍ତ୍ର ପାଠ କରନ୍ତୁ। ଓಂ ଦ୍ରାଂ ଦ୍ରିଂ ଦ୍ରୌଂ ସହ ଶୁକ୍ରାୟ ନମ। ମହାଦେବ ମାତା ପାର୍ବତୀଙ୍କର ନିଶ୍ଚିତ ଭାବରେ ଆରାଧନା କରନ୍ତୁ। ଦେଖିବେ ଆପଣମାନଙ୍କର ଯାହା ଯେମିତି ପ୍ରୋବ୍ଲେମ୍ ଅଛି ସେଗୁଡ଼ାକ ସବୁ ଦୂରୀଭୂତ ହେବ। ନିଶ୍ଚିତ ଭାବରେ ବୃଷ ରାଶି ଆପଣଙ୍କ ପାଇଁ ବହୁତ ବଢ଼ିଆ ସମୟ ଆସିଛି। ଆପଣମାନେ ଏଇ ସମୟର ଫାଇଦା ଉଠାନ୍ତୁ। ଜୟ ଜଗନ୍ନାଥ।